ରେବ ଟିକେ ଶୁଣିଲୁ। ହଁ ମା କୁହନ୍ତୁ, କ'ଣ କହୁଛନ୍ତି? ରୋଷେଇ ସଇଲା କି ନାହିଁ? ହଁ ମା ରୋଷେଇ କରିସାରିଲିଣି। ହଉ ଦେ, ମୋ ଗୋଡ଼ ହାତ ଟିକେ ମୋଡ଼ି ଦେ। ହଉ ମା ଆପଣ ଶୁଣନ୍ତୁ, ମୁଁ ମୋଡ଼ି ଦେଉଛି। କି ମୁଢ଼ା ମୋଡ଼ୁଛୁ? ଚାଲ ଚାଲ। ମା ମୁଁ କ'ଣ କଲି କି ଆପଣ ମୋତେ ମାରୁଛନ୍ତି ଏମିତି? ମଲାନି ମଲାନି। ଆରେ ଆରେ ଇଏ କ'ଣ ବୋହୁଟା ଏମିତି ପଡ଼ିକି କାନ୍ଦୁଛି, ତୁମେ ସେଠି ଶୋଇଛ, ଏ କଥା କ'ଣ? ଆରେ ନିତା ଆସ ଆସେ। ଉଠ ମା ଉଠୁ ଉଠୁ। ମାଉସୀ ମଲାନି, ଇଏ କ'ଣ ତମ ବୋହୁଟା କାନ୍ଦୁଛି? ଇଲୋ ତୁ କହନି, ଏ ରେବଟା ଭାରି ଜଣ ଅଛି। ଖାଲି ଖାଉଛି ପିଉଛି ଶୋଉଛି, କିଛି କାମଧନ୍ଦା କରୁନି। ମୋ ଦେହଟା ଭଲ ଲାଗିଲାନି, କହିଲି ଟିକେ ମୋଡ଼ି ଘଷି ଦେ। ମୋଡ଼ୁଛି ଯେମିତି ଖାଲି ହାତଟାକୁ ଥଉଛି। କିନ୍ତୁ ଇଏ ପଡ଼ିକି କାନ୍ଦୁଥିଲା କାହିଁକି? ସେ ଗଳି ପଇଲା ଛାଏଁ ଛାଏଁ, ଖଟ ଗୋଡ଼ରେ ବସିଥିଲା ତ ସାଇଡ଼ରେ, ସେଥିଲାଗି ଗଳି ପଇଲା। ଶୁଣୁ ମା ରେବ, ଟିକେ ଚାହା ମାଉସୀଙ୍କ ପାଇଁ ଚାହା ଟିକେ ନେଇ ଆସିବୁ। ଆରେ ଆରେ ନାହିଁ ନାହିଁ, ମୋର କିଛି ଦରକାର ନାହିଁ। ମୁଁ ଆସିଥିଲି ଟିକେ ଆମ ସେଇ ବୋହୂଟାକୁ, ଯାହାକୁ ବୋହୂ ପାଇଁ କରିବାକୁ ଇଚ୍ଛା କରିଛନ୍ତି, ତାକୁ ଟିକେ ଦେଖିବା ପାଇଁ, ଆଉ ଟିକେ ତା ମା ବାପା ସହିତ ଟିକେ କଥା ହେଲେ ସିନା ବୋହୂ କରିକି ନେବି। ହଉ ହଉ ଚାଲୁନ ଯିବା ତାଙ୍କ ଘରକୁ। ଶୁଣୁ ମା କାନ୍ଦିନି, ଯା ଲୁହ ପୋଛି ଦେଇକି ଯା ତୁ କାମଧନ୍ଦା କରିବୁ। ହଁ ମା ରେବ ତୁ ଯା, ଆମେ ଟିକେ ଯାଉଛୁ, ଆସୁ କଲରା ଘରୁ। ହଉ ଠିକ୍ ଅଛି ଯାଆନ୍ତୁ। ମୁଁ ଯାଏ, ମୋ ରୋଷେଇବାସ କରେ। କାହିଁକି କେଜାଣି ଏମିତିଆ ଶାଶୁଟିଏ ମିଳିଲା ଯେ ଶାଶୁ ଜଣକ ଖାଲି ବାଡ଼େଇବା ଛଡ଼ା ଭଲ ପାଇବା ଶିଖିନାହାନ୍ତି।